এবং ଯାହା ବି ଆମେ ନିପା ଭାଇରସ କେସ୍ ପାଇଛେ ପ୍ରାୟତଃ ବଞ୍ଚିବାର ଆଶା ଆମେ ଦେଖିନେ। କାରଣ ଏ ଭାଇରସ କଣ ହୁଏ ନା ଯେତେବେଳେ ଦେହରେ ସ୍ପ୍ରେଡ୍ ହୁଏ ସାଧାରଣତଃ ଯେମିତି ସବୁ ଭାଇରସ ଇନିସିଆଲ ସିମ୍ପଟମ୍ସ ଥାଏ ଥଣ୍ଡା ହବା, ଜ୍ୱର ହବା, ତଣ୍ଟି ଦରଜ ହବା, ଦେହ ହାତ ବିନ୍ଧା ହବା, ମୁଣ୍ଡ ବିନ୍ଧା ହବା, ଏସବୁ ସିମ୍ପଟମ୍ସ ଫ୍ଲୁ ଲାଇକ୍ ସିମ୍ପଟମ୍ ଦେଖାଦିଏ। କିନ୍ତୁ ଏ ଭାଇରସର ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଇଏ ବହୁତ ଶୀଘ୍ର ଆମ ଲଙ୍ଗସକୁ ଡ୍ୟାମେଜ କରିଦିଏ। ଲଙ୍ଗସରେ ନିମୋନିଆ କରେ, ଇନଫେକ୍ସନ କରି ତାପରେ ପାଣି ଜମା ହୁଏ, ARDS ହୁଏ ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଏ ଭାଇରସ ବହୁତ ଶୀଘ୍ର ଆମ ବ୍ରେନ୍ ଭିତରକୁ ପଳାଏ, ଯୋଉଠି ଆମ ବ୍ରେନ୍ ଇନଫେକ୍ସନ କରିଥାଏ, ଯୋଉଟା ଆମେ ଏନକେଫାଲାଇଟିସ୍ କହିଥାଉ। ଯଦି ଏନକେଫାଲାଇଟିସ୍ ହୁଏ ପ୍ରାୟ 24 ରୁ 48 ଘଣ୍ଟା ଭିତରେ ଗୋଟେ ରୋଗୀ ସଡନଲି କୋମାକୁ ପଳାଏ। ସାଙ୍ଗେ ସାଙ୍ଗେ ତାକୁ ଫିଟ୍ସ ମାରି ଆରମ୍ଭ ହବ, ପେସେଣ୍ଟର ସେନ୍ସ ଧୀରେ ଧୀରେ ଡାଉନ ହବ, ବ୍ରେନ୍ ଭିତରେ ଇନଫେକ୍ସନ ସ୍ପ୍ରେଡ ହବ, କ୍ଲଟ ହବା ଆରମ୍ଭ ହବ ଏବଂ ରୋଗୀ ମାନେ ପ୍ରାୟ 2 ରୁ 3 ଦିନ ଭିତରେ କୋମାକୁ ପଳାଏ, ଯୋଉଠି ବଞ୍ଚିବା କହିବାକୁ ଗଲେ 90% କେହି ବଞ୍ଚନ୍ତିନି ଯଦି ଏନକେଫାଲାଇଟିସ୍ ହେଲା। ତ ନିଫା ଏନକେଫାଲାଇଟିସ୍ ସବୁଠୁ ବେଶୀ ଡେଞ୍ଜର, ସବୁଠୁ ବେଶୀ ଘାତକ। ତେଣୁ ଯଦି ପ୍ରାରମ୍ଭିକ ଷ୍ଟେଜରେ ଯାହା ମାନେ କୁହନ୍ତୁ ଇମ୍ୟୁନିଟି ଷ୍ଟ୍ରଙ୍ଗ ଅଛି, ଯଦି ବାଇଚାନ୍ସ ଭାଇରସ କ୍ଲିୟର ହେଇଗଲା ତ ଭଲ କଥା, କିନ୍ତୁ ଯଦି ଲଙ୍ଗସ କିମ୍ବା ବ୍ରେନକୁ ଆଫେକ୍ଟ କଲା ତ ସେଇଠି ମୃତ୍ୟୁ ଆଶା ଅଧିକ ଥାଏ, ଯୋଉଟା କି ଆମେ କହୁଛେ ପ୍ରାୟ 70 to 75% ସେଥିରେ ମୋର୍ଟାଲିଟି ରେଟ୍ ଥାଏ।